ନବୀନ ଆଣିଛନ୍ତି ଏକ ଲାଭ ଯୋଜନା। ଏହି ଲାଭ ଯୋଜନା କ'ଣ ଏହା ବିଷୟରେ ଜାଣିବାକୁ ଆପଣମାନେ ଭିଡ଼ିଓକୁ ଆଗକୁ ଦେଖନ୍ତୁ। ଏହା ଦେଖନ୍ତୁ ପେପର ମାଧ୍ୟମରେ ଆସିଛି, ସମ୍ବାଦ ପେପରରେ ଏହା ଦେଖେଇଛି। ଦେଖନ୍ତୁ ଏଠି ଲାଭ ଯୋଜନା। ଏ ଲାଭ ଯୋଜନା କ'ଣ? ଲଘୁ ବନଜାତ ଦ୍ରବ୍ୟ କ୍ରୟ ଯୋଜନା। ଲଘୁ ବନଜାତ ଦ୍ରବ୍ୟ କ୍ରୟ ଯୋଜନା ଏଟା ଲାଭ ଯୋଜନା। ରାଜ୍ୟର ଆଦିବାସୀ ସମ୍ପ୍ରଦାୟ ବିଶେଷକାରୀ ମହିଳାମାନଙ୍କ ଜୀବନ ଧାରଣ ମାନର ଉନ୍ନତି ପାଇଁ ଏକ ଐତିହାସିକ ପଦକ୍ଷେପ। 1 କୋଟି କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀଙ୍କ ପାଇଁ 100 କୋଟିରୁ ଅଧିକ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ। 800ରୁ ଅଧିକ ମଣ୍ଡିରେ ପ୍ରତିଦିନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ। 1000ରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀଙ୍କ ସମ୍ପୃକ୍ତି। 14 ଜିଲ୍ଲାର 119ଟି ବ୍ଲକରେ ହେବ କାର୍ଯ୍ୟକାରୀ। ଡିବିଟି ଜରିଆରେ ପ୍ରାଥମିକ ସଂଗ୍ରହକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପ୍ରେରଣ। ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ। ରାୟଗଡ଼ରେ ତେନ୍ତୁଳି ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା। ଏହିସବୁ କରାଯିବ ଲାଭ ଯୋଜନା ଅଧୀନରେ। ଯେଉଁଗୁଡ଼ିକ ମୁଁ ଆପଣମାନଙ୍କୁ କହିଲି ସିରିଏଲ୍ ବାଇ ସିରିଏଲ୍ ଏଠି ଲେଖା ହେଇଛି ମଧ୍ୟ ଆପଣ ଦେଖିପାରୁଥିବେ। ଏହିସବୁ ଗୁଡ଼ିକ ଲାଭ ଯୋଜନା ଅଧୀନରେ କାର୍ଯ୍ୟ କରାଯିବ। ଲଘୁ ବନଜାତ ଦ୍ରବ୍ୟ କ୍ରୟ ଯୋଜନା। ଲଘୁ ବନଜାତ ଦ୍ରବ୍ୟ କ୍ରୟ ଯୋଜନା ଲାଭ ଯୋଜନା। ଏହି ଯୋଜନା ଅଧୀନରେ ଏହିସବୁ କାର୍ଯ୍ୟ ଗୁଡ଼ିକ କରାଯିବ। ଆପଣମାନଙ୍କୁ ଏହି ଯୋଜନାରେ କ'ଣ ଲାଭ ମିଳିବ ଆପଣମାନେ କମେଣ୍ଟ କରି ଜଣାନ୍ତୁ। ଆପଣମାନଙ୍କୁ ଏହି ଯୋଜନାରେ କ'ଣ ଲାଭ ମିଳିବ ଆପଣମାନେ କମେଣ୍ଟ କରି ଜଣାନ୍ତୁ। ଆପଣମାନେ ସ୍ୱୟଂସହାୟକ ଗୋଷ୍ଠୀ କି ଅନ୍ୟ କୌଣସି ଇଏରେ କି ଏଇ ଯେଉଁ ତେନ୍ତୁଳି ପ୍ରକ୍ରିୟାକରଣର କେନ୍ଦ୍ର, ଏଥିରେ କ'ଣ ଲାଭ ମିଳିବ? ଯେଉଁଥିରେ ଯାହା ଲାଭ ମିଳିବ ଆପଣମାନେ କମେଣ୍ଟ କରି ଜଣାଇବେ। ଏହା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।